ଯିଏ ଯେତେ ବି ବଡ଼ ହେଉନା କାହିଁକି ନିଜ ଗାଁ ପ୍ରତି ତାର ମମତା ଏବଂ ସ୍ନେହ ନିଶ୍ଚିତ ରହିଥାଏ। ଏହାକୁ ଦୃଷ୍ଟିରେ ରଖି କଳିଙ୍ଗ ଟିଭିର ନିଆରା କାର୍ଯ୍ୟକ୍ରମ ମୋ ଗାଁ କଥା। ଆଜି ମୋ ଗାଁ କଥାରେ ଦେଖିବା ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମ। ତେବେ ଗ୍ରାମରେ କ'ଣ ରହିଛି ସମସ୍ୟା ଏବଂ କ'ଣ ହୋଇଛି ବିକାଶ, ଆସନ୍ତୁ ଦେଖିବା ଆଜିର ଏହି ସେଗମେଣ୍ଟରେ। ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ଜାତୀୟ ରାଜପଥ ଦେଇ ବ୍ରହ୍ମପୁର ଯିବା ରାସ୍ତାରେ ବାମପଟେ ଯାଇଥିବା ତାରାତାରିଣୀ ରାସ୍ତାରେ ଗଲେ ପଡ଼େ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁ। ଛତ୍ରପୁର ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ 1300 ପରିବାର ବସବାସ କରନ୍ତି। ଜନସଂଖ୍ୟା ପ୍ରାୟ 4000। ମହୁରୀ ରାଜବଂଶର ରାଜା ନରେନ୍ଦ୍ର ଦେବଙ୍କ ନାମରେ ନାମିତ ହୋଇଛି ଗାଁଟି। ରଣପା ନୃତ୍ୟ ପାଇଁ ଏହି ଗାଁର ଭଗବାନ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ଗାଁରେ ରହିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପାଣି ଟାଙ୍କି, ପଞ୍ଚାୟତ କାର୍ଯ୍ୟାଳୟ, ଗୋଟିଏ ହାଇସ୍କୁଲ, 2ଟି ପ୍ରାଇମେରୀ ସ୍କୁଲ, ଯୁକ୍ତ 2 କଲେଜ, ଡିଗ୍ରୀ କଲେଜ, 6ଟି ଅଙ୍ଗନବାଡ଼ି କେନ୍ଦ୍ର, 3ଟି କୋଠ ଘର, ଡାକ୍ତରଖାନା, 7ଟି ବିଭିନ୍ନ ଦେବଦେବୀଙ୍କ ମନ୍ଦିର, 4ଟି ପୋଖରୀ, 15ଟି ନଳକୂଅ, 7ଟି କୂଅ। ଗାଁଟି 300 ବର୍ଷର ପୁରୁଣା। କଳା, ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଏହି ଗାଁ। ପ୍ରତିଦିନ ନାମ ସଂକୀର୍ତ୍ତନରେ ଗାଁରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ଗାଁରେ ବିଭିନ୍ନ ଜାତିର ଲୋକେ ବସବାସ କରୁଛନ୍ତି। ସାପ୍ତାହିକ ହାଟ ନରେନ୍ଦ୍ରପୁର ଗାଁକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଏହି ଗାଁର ଯୋଡ଼ିଶଙ୍ଖ, ଭାରତ ଲୀଳା ଓ ରଣପା ନୃତ୍ୟ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିଛି। ଆମର ଗାଁ ନରେନ୍ଦ୍ରପୁରରେ କଳା, ସଂସ୍କୃତି ଏବଂ କାମ, ବ୍ୟବସାୟ ଏସବୁକୁ ନେଇକରି ଏ ଗାଁ ଗୋଟିଏ ଭଲ ଗାଁ ହିସାବରେ ବାହାରେ ନାଁ ଅର୍ଜନ କରିଛି। ଏଠି ଆମର ସଂସ୍କୃତି ରଣପା, ଚଢ଼େୟା ଆଉ ଶଙ୍ଖଧ୍ୱନି ଏମିତି ଆମର ଏଠି ଥିଲା, ଯାହାକି ପଦ୍ମଶ୍ରୀ ଗୁରୁ ଭଗବାନ ସାହୁ ସାରା ବିଶ୍ୱରେ ନାଁ କମେଇଥିଲେ। ବର୍ତ୍ତମାନ ସେଟା ତାଙ୍କ ଶିଷ୍ୟମାନେ ବାହାରିକିରି ସେଇ ଅନୁଷ୍ଠାନ ଗୁଡ଼ାକୁ ଚଲାଉଛନ୍ତି। ଏହି ଗାଁରେ ପ୍ରାୟ 3-4-5ଟି ମନ୍ଦିର ଅଛି। ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଆଉ ରାଧାକୃଷ୍ଣ ମନ୍ଦିର। ଏ ମନ୍ଦିର ଗୁଡ଼ାରେ ଏ ପ୍ରକାର କାମ ହୁଏ। ପ୍ରତିଦିନ ସକାଳୁ ଶହ ଶହ ଲୋକ ଆସନ୍ତି ଆଉ ସବୁଦିନେ ଏହି ମନ୍ଦିରରେ ନୀତି ଆଳତି ଚାଲିଥାଏ। ଆମର ଏଇ ଶଙ୍ଖବାଦ୍ୟ ନରେନ୍ଦ୍ରପୁରରେ ଗୌରବ ଅର୍ଜନ କରିଛି। ଆଉ ଦେଶ ବିଦେଶ ବି ଆମେ ଯୋଡ଼ିଶଙ୍ଖ ବାଦ୍ୟ ନେଇ ଯାଉ। ଆମର ଜିଲ୍ଲା ସ୍ତରୀୟ, ରାଜ୍ୟସ୍ତରୀୟ ମଧ୍ୟରୁ ପ୍ରୋଗ୍ରାମ ଆମେ କରୁ। ଆମ ଗାଁରେ ତ ସବୁ ବହୁତ ଲୋକ ଚାଷୀ ଆଉ ବିଜନେସ୍ ମଧ୍ୟ କରୁଛନ୍ତି। ସମସ୍ତେ 90% ଲୋକ ଏଠି ବିଜନେସ୍ କରୁଛନ୍ତି ଆଉ ଭଲ ଦରରେ ବି ଲୋକମାନଙ୍କୁ ସବୁ ସୁବିଧା ମିଳୁଛି। ଗ୍ରାମବାସୀ ମୁଖ୍ୟତଃ ବ୍ୟବସାୟ ଓ ଚାଷ ଉପରେ ନିର୍ଭରଶୀଳ। ପ୍ରତିବର୍ଷ ରଥଯାତ୍ରା, ଦୋଳ ପୂର୍ଣ୍ଣିମା ଆଦି ଯାନିଯାତ୍ରା ଗାଁରେ ଅନୁଷ୍ଠିତ ହୋଇଥାଏ। ଅଧିକାଂଶ ଲୋକ ଶିକ୍ଷିତ। ଗାଁରେ ଏକ ଡାକ୍ତରଖାନା ଥିଲେ ମଧ୍ୟ ସ୍ଥାୟୀ ଡାକ୍ତର ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ପାନୀୟ ଜଳ ଯୋଗାଣ ମଧ୍ୟ ସଠିକ୍ ଭାବେ ହେଉନଥିବାରୁ ଏହାର ସମାଧାନ ପାଇଁ ପ୍ରଶାସନ ନିକଟରେ ଲୋକେ ଦାବି କରିଆସୁଛନ୍ତି। ଗାଁ ମୁହଁରେ ରେଳ ଫାଟକ ଥିବାରୁ ଦୈନନ୍ଦିନ ଲୋକେ ଯିବା ଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାରଙ୍କର ଯେତିକି ସବୁ ଯୋଜନା ଅଛି, ଯେଉଁ ଆମର ରାସ୍ତାଘାଟ, ପାଣି ସମସ୍ୟା, ଏଗୁଡ଼ାକ ତ ଆମ ଗାଁରେ କିଛି ନାହିଁ। ଆଉ ସ୍କୁଲ, କଲେଜ ସବୁ ସମସ୍ୟା କିଛି ନାହିଁ। କିନ୍ତୁ ଆମର ଯେଉଁ ଗାଁର ଯେଉଁ ଆରମ୍ଭରୁ ଯେଉଁ ରେଳ ଫାଟକଟେ ଅଛି, ସେଥିରେ ଯିବା ଆସିବା ସମସ୍ୟା ଲୋକଙ୍କୁ ବେଶୀ ହେଉଛି। ସେ ରେଳ ଫାଟକରେ ଆମର ଗୋଟେ ଓଭରବ୍ରିଜ୍ ହେଇଥିଲେ ଭଲ ହେଇଥାନ୍ତା। ଆଉ ମେଡ଼ିକାଲ ଅଛି, କିନ୍ତୁ ଗୋଟେ ରେଗୁଲାର ଡକ୍ଟର ଥିଲେ ଭଲ ହେଇଥାନ୍ତା। ଲୋକଙ୍କୁ ବହୁତ ମାନେ ଦେହ ଅସୁସ୍ଥ ହେଲେ ବ୍ରହ୍ମପୁର ଯିବାକୁ ପଡ଼ୁଛି। ନରେନ୍ଦ୍ରପୁରରେ ପାନୀୟ ଜଳ ଯୋଗାଣକୁ ନେଇ କ'ଣ କହୁଛନ୍ତି ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ, ଶୁଣନ୍ତୁ। ଯେହେତୁ ନରେନ୍ଦ୍ରପୁର ଗ୍ରାମଟା ଟୋଟାଲ ଛତ୍ରପୁର ପଞ୍ଚାୟତରେ ଛତ୍ରପୁର ବ୍ଲକର ଗୋଟେ ବଡ଼ ଭିଲେଜ ସେଇଟା, କିନ୍ତୁ ତଥାପି ଯାହା ଆମେ କରିଛୁ ଗୋଟେ 1,00,000 ଆଉ ଗୋଟେ 50,000 ଦୁଇଟା ଟାଙ୍କି ରଖିଛୁ। ତଥାପି ପର୍ଯ୍ୟାପ୍ତ ପରିମାଣରେ ପାଣି ଆସୁନି ବୋଲି ଅଭିଯୋଗ କରୁଛନ୍ତି ଯାହା ଲୋକ। ଆମେ ବିଭାଗୀୟ ଅଧିକାରୀ ସହିତ କଥା ହେଇକିନା
ଯେତେ ସମୟ ପାରି ଆମେ ତାର ସମାଧାନ କରିବୁ। ବିକାଶ ଭିତରେ ଲୁଚି ରହିଛି ସମସ୍ୟା। ଗ୍ରାମର କଳା ସଂସ୍କୃତି ଐତିହ୍ୟ ଗ୍ରାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ରେଳ ଫାଟକର ସମସ୍ୟା ପାନୀୟ ଜଳର ସମସ୍ୟା ଗ୍ରାମବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି। ଏଣୁ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ ଗୁହାରି କହିଛନ୍ତି। ନରେନ୍ଦ୍ରପୁର ଗ୍ରାମରୁ ସନ୍ତୋଷ କୁମାର ସାହୁ, କଳିଙ୍ଗ ଟିଭି।